ଗାଁରେ ସବୁଠୁ ଅଲଗା ପ୍ରକୃତିର ଛୁଆ ଥିଲା ନବ। ସେ ଅଳ୍ପ ଦୁଷ୍ଟୁ, ଅଳ୍ପ ଭୋଳା ଓ ଅଳ୍ପ ଫିଲ୍ମି ଟାଇପ୍। ଦିନଭର ସେ ମୋବାଇଲ ଧରି ରିଲ୍ସ ଦେଖୁଥିଲା ଓ ଭାବୁଥିଲା, ମୋର ଜୀବନରେ କେବେ ଆସିବ ଏକ ସୁନ୍ଦର ଗର୍ଲଫ୍ରେଣ୍ଡ। ଏକ ଦିନ ଗାଁକୁ ନୂଆ ଝିଅ ଆସିଲା। ତାର ନାମ ଥିଲା ସୋନାଳି। ସେ ସହରରୁ ଆସିଥିଲା ଓ ଗାଁରେ ନୂଆ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲା। ସେଦିନ ନବ ପ୍ରଥମେ ତାକୁ ଦେଖିଲା, ତାର ହୃଦୟ ଧଡ଼କି ବଢ଼ିଗଲା। ଏହା ମୋର ଡ୍ରିମ୍ ଗର୍ଲଫ୍ରେଣ୍ଡ, ନବ ମନେ ମନେ କହିଲା। ପରଦିନ ସକାଳେ ନବ ନୂଆ ସର୍ଟ ପିନ୍ଧି, ଚୁଳିରେ ତେଲ ଲଗାଇ, ହାତରେ ଫୁଲ ନେଇ ପାଖକୁ ଗଲା। କିନ୍ତୁ ସୋନାଳିଙ୍କୁ ଦେଖିଲା ପରେ ସେ କିଛି କହିପାରିଲା ନାହିଁ। ମୁହଁ ଲାଲ ହୋଇଗଲା। ସୋନାଳି ହସି କହିଲେ, ନବ, ତୁମେ କାହିଁକି ଏତେ ଚୁପ୍? ନବ ଭୟଭୀତ ହୋଇ କହିଲା, ମୁଁ ତୁମକୁ କିଛି କହିବାକୁ ଚାହୁଁଥିଲି। କହନ୍ତୁ। ସୋନାଳି ହସିଲେ। ମୁଁ ତୁମକୁ ଭଲ ପାଏ, ନବ ଏକ ଶ୍ୱାସରେ କହିଦେଲା। ସୋନାଳି ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ସେ ରୁଷିଲେ ନାହିଁ। ସେ ଶାନ୍ତ ଭାବେ କହିଲେ, ନବ, ଭଲ ପାଇବା କେବଳ ଦେଖିଲେ ହେଉନି। ପ୍ରଥମେ ତୁମେ ନିଜକୁ ଭଲ ମଣିଷ ଭାବେ ପ୍ରମାଣ କର। ପଢ଼ାଶୁଣା କର, କିଛି ହେଉ, ତାପରେ ଦେଖିବା। ସେଇଦିନ ନବ ଅଳ୍ପ ଦୁଃଖୀ ହେଲା, କିନ୍ତୁ ସେଇ କଥା ତାଙ୍କ ମନକୁ ବଦଳାଇ ଦେଲା। ସେ ନିଷ୍ପତ୍ତି ନେଲା, ମୁଁ ପ୍ରଥମେ ନିଜ ଜୀବନକୁ ସଠିକ୍ ପଥରେ ନେବି। କିଛି ବର୍ଷ ପରେ ନବ ଗାଁରେ ଏକ ସଫଳ ଯୁବକ ହେଲା। ସେ ନିଜ ବ୍ୟବସାୟ ଆରମ୍ଭ କରିଲା ଓ ସବୁଙ୍କ ମନ ଜିତିଲା। ଏକ ଦିନ ମେଳାରେ ନବ ଓ ସୋନାଳି ପୁଣି ମିଶିଲେ। ସୋନାଳି ହସି କହିଲେ, ତୁମେ ଏବେ ସତ୍ୟରେ ବଦଳିଗଲା। ନବ ହସି କହିଲା, ତୁମ କଥା ମୋର ପ୍ରେରଣା ଥିଲା। ସେହିଦିନରୁ ତାଙ୍କ ମିତ୍ରତା ଆରମ୍ଭ ହେଲା, ଆଉ ଆସ୍ତେ ଆସ୍ତେ ସେହି ମିତ୍ରତା ପ୍ରେମରେ ପରିଣତ ହେଲା। ଅହମ୍ମଦାବାଦରେ କାମ କରୁଥିବା ନବ ଛୁଟିରେ ଗାଁକୁ ଫେରିଲା। ସକାଳେ ଗାଁର ଚକରେ ବସି ସେ ତାଙ୍କ ସାଙ୍ଗମାନଙ୍କୁ କହିଲା, ଏଥର ଆମେ କେଉଁଠି ଭିନ୍ନ ଜାଗାକୁ ପିକନିକ ଯିବା। ତାଙ୍କ ମିତ୍ର ରାଜୁ କହିଲା, ଚଳ ଭିତରକନିକା ଯିବା। ନବ ଆଖି ବଡ଼ କରି ପଚାରିଲା, ସେଇ ମଗର ଭରା ଜଙ୍ଗଲ? ରାଜୁ ହସିଲା, ହଁ, ଓଡ଼ିଶାର ଗର୍ବ, ପ୍ରକୃତିର ସ୍ୱର୍ଗ, ଭିତରକନିକା ନ୍ୟାସନାଲ ପାର୍କ। ନବଙ୍କ ମନରେ ଭୟ ଓ ଉତ୍ସାହ ଦୁହିଁ ଆସିଗଲା। ସେ ଠାଣିଲା, ଏଥର ଜୀବନରେ ଏକ ଅଲଗା ଅଭିଜ୍ଞତା ହେବ। ଯାତ୍ରା ଆରମ୍ଭ। ପରଦିନ ସକାଳ 4ଟାରେ ସବୁଠୁ ମିଶି ଟ୍ରାଭେଲର ଗାଡ଼ିରେ ରବାନା ହେଲେ। ଗାଡ଼ିରେ ଗୀତ, ହସ, ଚାଉମିନ ଓ ଚିପ୍ସ ମଜାମସ୍ତି ଚାଲିଥିଲା। ନବ ମୋବାଇଲରେ ଗୁଗୁଲ ମ୍ୟାପ୍ ଦେଖି କହିଲା, ଆଉ କେତେ ଦୂର? ଡ୍ରାଇଭର କହିଲା, କେନ୍ଦ୍ରାପଡ଼ା ଆସିଗଲା, ଆଉ ଥୋଡ଼ିଏ ପରେ ଜଙ୍ଗଲ ରାସ୍ତା। ଗାଡ଼ି ଯେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କଲା, ଚାରିପଟେ ହରିତ ଧାନକ୍ଷେତ ଓ ନଦୀ ଦେଖି ନବଙ୍କ ମନ ଖୁସି ହେଲା। ନୌକା ଯାତ୍ରା। ଭିତରକନିକା ପହଞ୍ଚିଲେ ସେମାନେ ଏକ ନୌକା ଭଡ଼ା କଲେ। ଗାଇଡ୍ ଚେତାବନୀ ଦେଲେ, ହାତ ପାଣିରେ ଦେବେ ନାହିଁ, ଏଠାରେ ଲୁଣିଆ ପାଣିର ମଗର ଅଛନ୍ତି। ନବ ଭୟଭୀତ ହୋଇ ପଚାରିଲା, କେତେ ବଡ଼? ଗାଇଡ୍ ହସି କହିଲେ, କେବେ କେବେ 15 ବିନା 20 ଫୁଟ ପର୍ଯ୍ୟନ୍ତ। ନୌକା ଧୀରେ ଧୀରେ ମ୍ୟାଙ୍ଗ୍ରୋଭ ଜଙ୍ଗଲ ମଧ୍ୟରେ ପ୍ରବେଶ କଲା। ପକ୍ଷୀମାନଙ୍କ ଚିତ୍କାର, ପାଣିର ଲହର ଓ ହରିତ ଗଛମାନେ ମନକୁ ଶାନ୍ତ କରୁଥିଲା। ହଠାତ୍ ରାଜୁ ଚିତ୍କାର କଲା, ନବ, ଦେଖ। ନବ ତାକୁ ଦେଖିଲା। ଏକ ବଡ଼ ମଗର ପାଣିରୁ ମୁଣ୍ଡ ଉଠାଇ ରହିଛି। ନବ ଗୁମ୍ ହୋଇଗଲା। ତାଙ୍କ ହୃଦୟ ତେଜ ଧଡ଼କୁଥିଲା। ଜଙ୍ଗଲ ଭିତରେ ରୋମାଞ୍ଚ। ନୌକାରୁ ଓହ୍ଲାଇ ସେମାନେ ଉଚ୍ଚ ଟାୱାର ଉପରକୁ ଗଲେ। ସେଠାରୁ ଜଙ୍ଗଲ ଦୃଶ୍ୟ ଦେଖି ନବ ଆଶ୍ଚର୍ଯ୍ୟ ହେଲା। ହରିଣ ଦୌଡ଼ୁଛି, ବିଭିନ୍ନ ପକ୍ଷୀ ଉଡ଼ୁଛି, ଦୂରେ ମଗର ଖରାରେ ଶୋଇଛି। ନବ ଭାବିଲା, ପ୍ରକୃତି କେତେ ସୁନ୍ଦର। ଆମେ ସହରରେ ରହି ଏହାକୁ ଭୁଲି ଯାଉଛୁ। ହଠାତ୍ ବର୍ଷା ଆରମ୍ଭ ହେଲା। ସବୁଠୁ ଗଛ ତଳେ ଆଶ୍ରୟ ନେଲେ। ବର୍ଷାରେ ଜଙ୍ଗଲ ଆଉ ଅଧିକ ସୁନ୍ଦର ଲାଗୁଥିଲା। ହଠାତ୍ ବିପଦ। ଫେରୁଥିବା ବେଳେ ଏକ ସଙ୍ଗୀର ପାଦ ଖସି ପଡ଼ିଗଲା ଓ ସେ ପାଣି ଧାର ଆଡ଼କୁ ଗଲା। ନବ ତୁରନ୍ତ ତାଙ୍କ ହାତ ଧରି ଟାଣିଲା। ସଠିକ୍ ସମୟରେ ସେ ଉଦ୍ଧାର ହେଲା। ଗାଇଡ୍ କହିଲେ, ଏଠାରେ ଏକ ଛୋଟ ଭୁଲ ଜୀବନ ନେଇପାରେ। ନବ ବୁଝିଲା, ଜୀବନ ମଜା ହେଲେ ମଧ୍ୟ ସତର୍କତା ଅତି ଆବଶ୍ୟକ। ସନ୍ଧ୍ୟାର ସୌନ୍ଦର୍ଯ୍ୟ। ସନ୍ଧ୍ୟାବେଳେ ସୂର୍ଯ୍ୟ ଅସ୍ତ ଯାଉଥିଲା। ଆକାଶ ଲାଲ ଓ କମଳା ରଙ୍ଗରେ ରଙ୍ଗିତ। ନବ ନଦୀ କୂଳରେ ଅନେକ ଫଟୋ ନେଲା। ସେ ମନେ ମନେ କହିଲା, ଏହା ମୋ ଜୀବନର ସବୁଠୁ ଭଲ ପିକନିକ୍। ଶେଷର ଭାବନା। ଘରକୁ ଫେରିବା ବେଳେ ନବ ଶାନ୍ତ ଥିଲା। ସେ ବୁଝିଲା, ପ୍ରକୃତିକୁ ଭଲ ପାଇବା ଆବଶ୍ୟକ। ସତର୍କତା ହେଉଛି ଜୀବନର ସବୁଠୁ ବଡ଼ ଶିକ୍ଷା। ସଙ୍ଗମାନେ ହେଉଛନ୍ତି ପ୍ରକୃତ ସମ୍ପଦ। ସେ ଠାଣିଲା, ଆଗାମୀ ଦିନରେ ସେ ପରିବେଶ ସୁରକ୍ଷା ପାଇଁ କାମ କରିବ। ନବର ଏହି ଭିତରକନିକା ପିକନିକ୍ ତାକୁ ମାତ୍ର ରୋମାଞ୍ଚ ନୁହେଁ, ଜୀବନର ମୂଲ୍ୟ ମଧ୍ୟ ବୁଝାଇଦେଲା। ଶେଷ ବାର୍ତ୍ତା, ପ୍ରକୃତି ଆମର ମା, ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। सीन 1। गांव का सेठ अपनी चमचमाती गाड़ी बाहर खड़ी करता है। रामू रोज उसकी गाड़ी साफ करता है। उस दिन रामू का बेटा पप्पू
खेलते खेलते गाड़ी से टकरा जाता है और उसमें हल्का सा स्क्रैच पड़ जाता है। सेठ वहां आता है, गाड़ी देखता है और गुस्से से चिल्लाकर ଅହମ୍ମଦାବାଦରେ କାମ କରୁଥିବା ନବ ଛୁଟିରେ ଗାଁକୁ ଫେରିଲା। ସକାଳେ ଗାଁର ଚକରେ ବସି ସେ ତାଙ୍କ ସାଙ୍ଗମାନଙ୍କୁ କହିଲା, ଏଥର ଆମେ କେଉଁଠି ଭିନ୍ନ ଜାଗାକୁ ପିକନିକ ଯିବା। ତାଙ୍କ ମିତ୍ର ରାଜୁ କହିଲା, ଚଳ ଭିତରକନିକା ଯିବା। ନବ ଆଖି ବଡ଼ କରି ପଚାରିଲା, ସେଇ ମଗର ଭରା ଜଙ୍ଗଲ? ରାଜୁ ହସିଲା, ହଁ, ଓଡ଼ିଶାର ଗର୍ବ, ପ୍ରକୃତିର ସ୍ୱର୍ଗ, ଭିତରକନିକା ନ୍ୟାସନାଲ ପାର୍କ। ନବଙ୍କ ମନରେ ଭୟ ଓ ଉତ୍ସାହ ଦୁହିଁ ଆସିଗଲା। ସେ ଠାଣିଲା, ଏଥର ଜୀବନରେ ଏକ ଅଲଗା ଅଭିଜ୍ଞତା ହେବ। ଯାତ୍ରା ଆରମ୍ଭ। ପରଦିନ ସକାଳ 4ଟାରେ ସବୁଠୁ ମିଶି ଟ୍ରାଭେଲର ଗାଡ଼ିରେ ରବାନା ହେଲେ। ଗାଡ଼ିରେ ଗୀତ, ହସ, ଚାଉମିନ ଓ ଚିପ୍ସ ମଜାମସ୍ତି ଚାଲିଥିଲା। ନବ ମୋବାଇଲରେ ଗୁଗୁଲ ମ୍ୟାପ୍ ଦେଖି କହିଲା, ଆଉ କେତେ ଦୂର? ଡ୍ରାଇଭର କହିଲା, କେନ୍ଦ୍ରାପଡ଼ା ଆସିଗଲା, ଆଉ ଥୋଡ଼ିଏ ପରେ ଜଙ୍ଗଲ ରାସ୍ତା। ଗାଡ଼ି ଯେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କଲା, ଚାରିପଟେ ହରିତ ଧାନକ୍ଷେତ ଓ ନଦୀ ଦେଖି ନବଙ୍କ ମନ ଖୁସି ହେଲା। ନୌକା ଯାତ୍ରା। ଭିତରକନିକା ପହଞ୍ଚିଲେ ସେମାନେ ଏକ ନୌକା ଭଡ଼ା କଲେ। ଗାଇଡ୍ ଚେତାବନୀ ଦେଲେ, ହାତ ପାଣିରେ ଦେବେ ନାହିଁ, ଏଠାରେ ଲୁଣିଆ ପାଣିର ମଗର ଅଛନ୍ତି। ନବ ଭୟଭୀତ ହେଇ ପଚାରିଲା, କେତେ ବଡ଼? ଗାଇଡ୍ ହସି କହିଲେ, କେବେ କେବେ 15 ବିନା 20 ଫୁଟ ପର୍ଯ୍ୟନ୍ତ। ନୌକା ଧୀରେ ଧୀରେ ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ ମଧ୍ୟରେ ପ୍ରବେଶ କଲା। ପକ୍ଷୀମାନଙ୍କ ଚିତ୍କାର, ପାଣିର ଲହର ଓ ହରିତ ଗଛମାନେ ମନକୁ ଶାନ୍ତ କରୁଥିଲା। ହଠାତ୍ ରାଜୁ ଚିତ୍କାର କଲା, ନବ ଦେଖ। ନବ ତାକୁ ଦେଖିଲା। ଏକ ବଡ଼ ମଗର ପାଣିରୁ ମୁଣ୍ଡ ଉଠାଇ ରହିଛି। ନବ ଗୁମ୍ ହୋଇଗଲା। ତାଙ୍କ ହୃଦୟ ତେଜ ଧଡ଼କୁଥିଲା। ଜଙ୍ଗଲ ଭିତରେ ରୋମାଞ୍ଚ। ନୌକାରୁ ଓହ୍ଲାଇ ସେମାନେ ଉଚ୍ଚ ଟାୱାର ଉପରକୁ ଗଲେ। ସେଠାରୁ ଜଙ୍ଗଲ ଦୃଶ୍ୟ ଦେଖି ନବ ଆଶ୍ଚର୍ଯ୍ୟ ହେଲା। ହରିଣ ଦୌଡ଼ୁଛି, ବିଭିନ୍ନ ପକ୍ଷୀ ଉଡ଼ୁଛି, ଦୂରେ ମଗର ଖରାରେ ଶୋଇଛି। ନବ ଭାବିଲା, ପ୍ରକୃତି କେତେ ସୁନ୍ଦର, ଆମେ ସହରରେ ରହି ଏହାକୁ ଭୁଲି ଯାଉଛୁ। ହଠାତ୍ ବର୍ଷା ଆରମ୍ଭ ହେଲା। ସବୁଠୁ ଗଛ ତଳେ ଆଶ୍ରୟ ନେଲେ। ବର୍ଷାରେ ଜଙ୍ଗଲ ଆଉ ଅଧିକ ସୁନ୍ଦର ଲାଗୁଥିଲା। ହଠାତ୍ ବିପଦ। ଫେରୁଥିବା ବେଳେ ଏକ ସଙ୍ଗୀର ପାଦ ଖସି ପଡ଼ିଗଲା ଓ ସେ ପାଣି ଧାର ଆଡ଼କୁ ଗଲା। ନବ ତୁରନ୍ତ ତାଙ୍କ ହାତ ଧରି ଟାଣିଲା। ସଠିକ୍ ସମୟରେ ସେ ଉଦ୍ଧାର ହେଲା। ଗାଇଡ୍ କହିଲେ, ଏଠାରେ ଏକ ଛୋଟ ଭୁଲ ଜୀବନ ନେଇପାରେ। ନବ ବୁଝିଲା, ଜୀବନ ମଜା ହେଲେ ମଧ୍ୟ ସତର୍କତା ଅତି ଆବଶ୍ୟକ। ସନ୍ଧ୍ୟାର ସୌନ୍ଦର୍ଯ୍ୟ। ସନ୍ଧ୍ୟାବେଳେ ସୂର୍ଯ୍ୟ ଅସ୍ତ ଯାଉଥିଲା। ଆକାଶ ଲାଲ ଓ କମଳା ରଙ୍ଗରେ ରଙ୍ଗିତ। ନବ ନଦୀ କୂଳରେ ଅନେକ ଫଟୋ ନେଲା। ସେ ମନେ ମନେ କହିଲା, ଏହା ମୋ ଜୀବନର ସବୁଠୁ ଭଲ ପିକନିକ୍। ଶେଷର ଭାବନା। ଘରକୁ ଫେରିବା ବେଳେ ନବ ଶାନ୍ତ ଥିଲା। ସେ ବୁଝିଲା, ପ୍ରକୃତିକୁ ଭଲ ପାଇବା ଆବଶ୍ୟକ। ସତର୍କତା ହେଉଛି ଜୀବନର ସବୁଠୁ ବଡ଼ ଶିକ୍ଷା। ସଙ୍ଗମାନେ ହେଉଛନ୍ତି ପ୍ରକୃତ ସମ୍ପଦ। ସେ ଠାଣିଲା, ଆଗାମୀ ଦିନରେ ସେ ପରିବେଶ ସୁରକ୍ଷା ପାଇଁ କାମ କରିବ। ନବର ଏହି ଭିତରକନିକା ପିକନିକ୍ ତାକୁ ମାତ୍ର ରୋମାଞ୍ଚ ନୁହେଁ, ଜୀବନର ମୂଲ୍ୟ ମଧ୍ୟ ବୁଝାଇଦେଲା। ଶେଷ ବାର୍ତ୍ତା, ପ୍ରକୃତି ଆମର ମା, ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।